ଜୟ ଜଗନ୍ନାଥ ସମସ୍ତଙ୍କୁ। ଆଶା କରୁଛି ଆପଣମାନେ ଏବଂ ଆପଣଙ୍କ ଓଏଏସ୍ ପ୍ରସ୍ତୁତି ବହୁତ ଭଲରେ ଚାଲିଥିବ। OPSC OS ଆସ୍ପିରେଣ୍ଟ ୟୁଟ୍ୟୁବ୍ ଚ୍ୟାନେଲକୁ ଆପଣମାନଙ୍କୁ ପୁଣି ଥରେ ସ୍ୱାଗତ ଜଣାଉଛି। ଓଡ଼ିଶା ସିଭିଲ୍ ସର୍ଭିସ ପରୀକ୍ଷାର ବଦଳୁଥିବା ପ୍ୟାଟର୍ନକୁ ଯଦି ଆମେ ଲକ୍ଷ୍ୟ କରିବା, ତେବେ କରେଣ୍ଟ ଆଫେୟାର୍ସର ଭୂମିକା କେବଳ ପ୍ରିଲିମ୍ସ ପାଇଁ ନୁହେଁ, ବରଂ ମେନ୍ସର GS ପେପର ଏବଂ ଇଣ୍ଟରଭ୍ୟୁ ପାଇଁ ମଧ୍ୟ ଅତି ଗୁରୁତ୍ୱପୂର୍ଣ୍ଣ। ଜଣେ ଫ୍ୟୁଚର ଆଡମିନିଷ୍ଟ୍ରେଟର ଭାବରେ ଆପଣଙ୍କୁ ପ୍ରତିଟି ଘଟଣା ବିଷୟରେ ଅବଗତ ରହିବା ଆବଶ୍ୟକ। ସେଥିପାଇଁ ଆଜିର ଏହି ସେସନରେ ଆମେ 5 ଫେବୃଆରୀ 2026ର ସମସ୍ତ ନ୍ୟାସନାଲ, ଇଣ୍ଟରନ୍ୟାସନାଲ ଏବଂ ବିଶେଷ କରି ଓଡ଼ିଶା ସ୍ପେସିଫିକ୍ କରେଣ୍ଟ ଆଫେୟାର୍ସକୁ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା। ଆମେ କେବଳ ଫ୍ୟାକ୍ଟସ୍ ପଢ଼ିବା ନାହିଁ, ବରଂ ତାହାର କନସେପଚୁଆଲ ଡେପ୍ଥକୁ ମଧ୍ୟ ବୁଝିବା। ତେବେ ଚାଲନ୍ତୁ ବିଳମ୍ବ ନକରି ଆଜିର କ୍ଲାସ୍ ଆରମ୍ଭ କରିବା। ଆଜିର ପ୍ରଥମ କ୍ୱେଶ୍ଚନଟି ହେଉଛି, ନିକଟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯାଜପୁରର ମା ବିରଜାଙ୍କୁ ଦର୍ଶନ କରିଛନ୍ତି। ମା ବିରଜା ହେଉଛନ୍ତି ଏକମାତ୍ର ଦେବୀ ଯାହାଙ୍କର ନିଜସ୍ୱ ରଥଯାତ୍ରା ହୋଇଥାଏ। ଏହି ରଥର ନାମ କ'ଣ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି, ସିଂହଧ୍ୱଜ। ଓଡ଼ିଶାର ଯାଜପୁର ସ୍ଥିତ ମା ବିରଜାଙ୍କ କ୍ଷେତ୍ର ହେଉଛି ଏକ ଅତି ପ୍ରାଚୀନ ଶକ୍ତିପୀଠ। ଏଠାରେ ଦେବୀ ବିରଜାଙ୍କର ରଥଯାତ୍ରା ଶାରଦୀୟ ଦୁର୍ଗାପୂଜା ସମୟରେ ଅନୁଷ୍ଠିତ ହୋଇଥାଏ, ଯାହା ଅତ୍ୟନ୍ତ ନିଆରା। ମାଙ୍କର ଏହି ପବିତ୍ର ରଥକୁ ସିଂହଧ୍ୱଜ ବୋଲି କୁହାଯାଏ, ଯାହାକି ଶାସ୍ତ୍ରୀୟ ବିଧି ଅନୁସାରେ ନିର୍ମିତ। ସାଧାରଣତଃ ରଥଯାତ୍ରା ଭଗବାନ ଜଗନ୍ନାଥଙ୍କ ସହିତ ଜଡ଼ିତ, କିନ୍ତୁ ମା ବିରଜା ହେଉଛନ୍ତି ଏକମାତ୍ର ଦେବୀ ଯିଏ ରଥରେ ବିରାଜମାନ ହୋଇ ପରିକ୍ରମା କରନ୍ତି। ଏହି ରଥଯାତ୍ରା କ୍ରମାଗତ 9 ଦିନ ଧରି ଚାଲିଥାଏ, ଯାହାକୁ ନବଦିନାତ୍ମକ ରଥଯାତ୍ରା ମଧ୍ୟ କୁହାଯାଏ। ରଥଟି ପ୍ରତିବର୍ଷ ନୂତନ ଭାବରେ ନିର୍ମାଣ କରାଯାଏ ଏବଂ ଏଥିରେ ଦେଶର କୋଣ ଅନୁକୋଣରୁ ଶ୍ରଦ୍ଧାଳୁ ଆସନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ଏହି ଗସ୍ତ ଓଡ଼ିଶାର ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ଗୌରବକୁ ଆହୁରି ବଢ଼ାଇ ଦେଇଛି। ଏହି ପରମ୍ପରା ଯାଜପୁରର ଐତିହ୍ୟକୁ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଥାଏ। ଭାରତୀୟ ସଂସ୍କୃତିରେ ନାରୀ ଶକ୍ତିର ଉପାସନା ପାଇଁ ଏହା ଏକ ଶ୍ରେଷ୍ଠ ନିଦର୍ଶନ ଅଟେ। ପରବର୍ତ୍ତୀ କ୍ୱେଶ୍ଚନଟି ହେଉଛି, ରଙ୍ଗେଇଲୁଣ୍ଡା ବିମାନବନ୍ଦରରେ ଦେଶର ପ୍ରଥମ UAV ଟେଷ୍ଟିଂ ଏବଂ ଇନୋଭେସନ କରିଡର ସ୍ଥାପନ କେଉଁ ରାଜ୍ୟ ସହିତ ସମ୍ପୃକ୍ତ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି, ଓଡ଼ିଶା। ଓଡ଼ିଶାର ଗଞ୍ଜାମ ଜିଲ୍ଲା ସ୍ଥିତ ରଙ୍ଗେଇଲୁଣ୍ଡା ବିମାନବନ୍ଦରରେ ଭାରତର ପ୍ରଥମ ଡ୍ରୋନ୍ ପରୀକ୍ଷଣ କରିଡର ସ୍ଥାପନ କରିବାକୁ ଯୋଜନା ହୋଇଛି। ଓଡ଼ିଶା ସରକାର ଏବଂ ସ୍ଥାନୀୟ ଷ୍ଟାର୍ଟଅପ୍ ବ୍ରୁନଭି ଏରୋ ମଧ୍ୟରେ ଏହି ପ୍ରକଳ୍ପ ପାଇଁ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏହି କରିଡରଟି ମୁଖ୍ୟତଃ ନୂତନ ପିଢ଼ିର ଡ୍ରୋନ୍ ପ୍ରଯୁକ୍ତି ବିଦ୍ୟାକୁ ବିକଶିତ କରିବା ଏବଂ ପରୀକ୍ଷା କରିବା ପାଇଁ ବ୍ୟବହୃତ ହେବ। ଏହାଦ୍ୱାରା ଦେଶର ପ୍ରତିରକ୍ଷା ଏବଂ ପରିବହନ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଆସିବ। ବିଜ୍ଞାନ ଏବଂ ବୈଷୟିକ ଜ୍ଞାନକୌଶଳ କ୍ଷେତ୍ରରେ ଓଡ଼ିଶାକୁ ଏକ ଅଗ୍ରଣୀ ରାଜ୍ୟ କରିବା ପାଇଁ ଏହା ସରକାରଙ୍କର ଏକ ଅଭିନବ ପ୍ରୟାସ। ରଙ୍ଗେଇଲୁଣ୍ଡା ବିମାନବନ୍ଦର ଏବେ ଡ୍ରୋନ୍ ଇନୋଭେସନ କେନ୍ଦ୍ରବିନ୍ଦୁ ପାଲଟିବ। ଏହା ରାଜ୍ୟର ଯୁବକମାନଙ୍କ ପାଇଁ ନୂତନ ନିଯୁକ୍ତି ଏବଂ ଦକ୍ଷତା ବିକାଶର ସୁଯୋଗ ଆଣିବ। ଭାରତକୁ ଡ୍ରୋନ୍ ହବ୍ କରିବା ଲକ୍ଷ୍ୟରେ ଏହା ଏକ ମାଇଲଖୁଣ୍ଟ ସାବିତ ହେବ। ପରବର୍ତ୍ତୀ କ୍ୱେଶ୍ଚନଟି ହେଉଛି, କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ନିକଟରେ CSIR ଜାତୀୟ ସମୁଦ୍ର ବିଜ୍ଞାନ ପ୍ରତିଷ୍ଠାନ NIO ର ଆଞ୍ଚଳିକ କେନ୍ଦ୍ର କେଉଁଠାରେ ଉଦ୍ଘାଟନ କରିଛନ୍ତି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି, ବିଶାଖାପାଟଣା। କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ବିଶାଖାପାଟଣାରେ CSIR ଜାତୀୟ ସମୁଦ୍ର ବିଜ୍ଞାନ ପ୍ରତିଷ୍ଠାନର ଏକ ନୂତନ ଆଞ୍ଚଳିକ କେନ୍ଦ୍ରକୁ ଲୋକାର୍ପିତ କରିଛନ୍ତି। ଏହି କେନ୍ଦ୍ରଟି ମୁଖ୍ୟତଃ ବଙ୍ଗୋପସାଗରରେ ସାମୁଦ୍ରିକ ସମ୍ପଦର ଅନୁସନ୍ଧାନ ଏବଂ ଗବେଷଣା ଉପରେ କାର୍ଯ୍ୟ କରିବ। ଏହା ଭାରତର ବ୍ଲୁ ଇକୋନୋମି ବା ସାମୁଦ୍ରିକ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ଏକ ବଡ଼ ପଦକ୍ଷେପ। ସମୁଦ୍ରରୁ ଉପଲବ୍ଧ ହେଉଥିବା ଖଣିଜ ଦ୍ରବ୍ୟ ଏବଂ ମାଛ ଉତ୍ପାଦନ ବୃଦ୍ଧି ପାଇଁ ଏଠାରେ ବୈଜ୍ଞାନିକମାନେ ଗବେଷଣା କରିବେ। ଏହା ଉପକୂଳବର୍ତ୍ତୀ ଅଞ୍ଚଳର ସୁରକ୍ଷା ଏବଂ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ମଧ୍ୟ ସାହାଯ୍ୟ କରାଯିବ। ଆନ୍ଧ୍ରପ୍ରଦେଶର ବିସ୍ତୀର୍ଣ୍ଣ ଉପକୂଳରେ ଥିବା ସମ୍ଭାବନାକୁ ଉପଯୋଗ କରିବା ଏହାର ମୂଳ ଲକ୍ଷ୍ୟ। ଏହି ସୁବିଧା ଦ୍ୱାରା ଦେଶର ଶକ୍ତି ସୁରକ୍ଷା କ୍ଷେତ୍ରରେ ମଧ୍ୟ ଅଭିବୃଦ୍ଧି ଘଟିବ। ସାମୁଦ୍ରିକ ପରିବେଶକୁ ବୁଝିବାରେ ଏହି ଗବେଷଣାଗାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ।
ପରବର୍ତ୍ତୀ କୋଶ୍ଚିନ୍ଟି ହେଉଛି ନିକଟରେ 2026 ଗ୍ରାମୀ ଆୱାର୍ଡରେ କେଉଁ ଆଧ୍ୟାତ୍ମିକ ସନ୍ଥଙ୍କୁ ସମ୍ମାନିତ କରାଯାଇଛି? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ଦଲାଇ ଲାମା। ତିବ୍ଦତୀୟ ଆଧ୍ୟାତ୍ମିକ ଗୁରୁ ଦଲାଇ ଲାମା 2026 ମସିହାରେ ନିଜର ପ୍ରଥମ ଗ୍ରାମୀ ଆୱାର୍ଡ ଜିତି ଏକ ନୂତନ ଇତିହାସ ରଚନା କରିଛନ୍ତି। ତାଙ୍କ ଆଲବମ୍ ମେଡିଟେସନ୍ସ ଦ ରିଫ୍ଲେକ୍ସନ୍ସ ଅଫ୍ ହିଜ୍ ହୋଲିନେସ୍ ଦ ଦଲାଇ ଲାମା ପାଇଁ ତାଙ୍କୁ ଶ୍ରେଷ୍ଠ ଅଡିଓ ବୁକ୍ ନରେସନ୍ ଏବଂ ଷ୍ଟୋରି ଟେଲିଂ ରେକର୍ଡିଂ ବିଭାଗରେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଏହି ଆଲବମ୍ରେ ତାଙ୍କର ମାନବିକତା, ଦୟା ଏବଂ ମାନସିକ ଶାନ୍ତି ଉପରେ ଦିଆଯାଇଥିବା ଶିକ୍ଷା ସହିତ ସୁନ୍ଦର ସଙ୍ଗୀତର ସମନ୍ୱୟ ରହିଛି। 90 ବର୍ଷ ବୟସରେ ସେ ଏହି ସମ୍ମାନଜନକ ପୁରସ୍କାର ପାଇବା ସାରା ବିଶ୍ୱ ପାଇଁ ଏକ ଗର୍ବର ବିଷୟ। ଏହା ତାଙ୍କର ବିଶ୍ୱ ଶାନ୍ତି ଏବଂ ଏକତା ପ୍ରତି ଥିବା ନିରନ୍ତର ପ୍ରୟାସକୁ ସ୍ୱୀକୃତି ଦେଇଛି। ସେ ଏହି ବିଜୟକୁ ବ୍ୟକ୍ତିଗତ ନୁହେଁ ବରଂ ସାରା ବିଶ୍ୱ ପ୍ରତି ଏକ ଦାୟିତ୍ୱ ଭାବରେ ଗ୍ରହଣ କରିଛନ୍ତି। ଏହି ପୁରସ୍କାର ତାଙ୍କର ବାର୍ତ୍ତାକୁ ଆହୁରି ବ୍ୟାପକ ଭାବରେ ପହଞ୍ଚାଇବାରେ ସାହାଯ୍ୟ କରିବ। ମାନବ ସମାଜର ମଙ୍ଗଳ ପାଇଁ ତାଙ୍କର ଏହି ଅବଦାନ ଅତୁଳନୀୟ ଅଟେ। ପରବର୍ତ୍ତୀ କୋଶ୍ଚିନ୍ଟି ହେଉଛି କେନ୍ଦ୍ରୀୟ ବଜେଟ୍ 2026-27ରେ ଘୋଷଣା କରାଯାଇଥିବା ଅରେଞ୍ଜ ଇକୋନୋମି ମୁଖ୍ୟତଃ କାହା ସହିତ ସମ୍ପୃକ୍ତ? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ଜ୍ଞାନ ଭିତ୍ତିକ ଅର୍ଥନୈତିକ କାର୍ଯ୍ୟକଳାପ ଏବଂ ସୃଜନଶୀଳ ଶିଳ୍ପ। ଏହା ମୁଖ୍ୟତଃ ଚିନ୍ତାଧାରା, ସୃଜନଶୀଳତା ବା କ୍ରିଏଟିଭିଟି ଏବଂ ସାଂସ୍କୃତିକ କାର୍ଯ୍ୟକଳାପ ଉପରେ ପର୍ଯ୍ୟବେସିତ। ଏଥିରେ ଆନିମେସନ୍, ଭିଜୁଆଲ ଇଫେକ୍ଟସ୍, ଗେମିଂ, କମିକ୍ସ ଏବଂ ଚଳଚ୍ଚିତ୍ର ପରି କ୍ଷେତ୍ରଗୁଡ଼ିକୁ ସାମିଲ କରାଯାଇଛି। କେନ୍ଦ୍ର ସରକାର 2026-27 ବଜେଟ୍ରେ ଏହି କ୍ଷେତ୍ରର ବିକାଶ ପାଇଁ ବିଶେଷ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଏହାଦ୍ୱାରା ଦେଶର ଯୁବପିଢ଼ିଙ୍କ ମଧ୍ୟରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ନୂତନ ଷ୍ଟାର୍ଟଅପ୍ ଗୁଡ଼ିକ ପ୍ରୋତ୍ସାହନ ମିଳିବ। ଏହି ବ୍ୟବସ୍ଥା ବୌଦ୍ଧିକ ସମ୍ପତ୍ତିକୁ ଅର୍ଥନୈତିକ ମୂଲ୍ୟରେ ପରିଣତ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ। ଭାରତକୁ ଏକ ସୃଜନଶୀଳ ହବ୍ ଭାବରେ ଗଢ଼ି ତୋଳିବା ସରକାରଙ୍କର ମୁଖ୍ୟ ଲକ୍ଷ୍ୟ। ଏହି ଅଭିନବ ପଦକ୍ଷେପ ଆଗାମୀ ଦିନରେ ଦେଶର ମୋଟ ଘରୋଇ ଉତ୍ପାଦ ଜିଡିପି ବୃଦ୍ଧିରେ ସହାୟକ ହେବ। ଏହା ପାରମ୍ପରିକ ଶିଳ୍ପ ଅପେକ୍ଷା ମାନବୀୟ ସୃଜନଶୀଳତାକୁ ଅଧିକ ଗୁରୁତ୍ୱ ଦେଇଥାଏ। ପରବର୍ତ୍ତୀ କୋଶ୍ଚିନ୍ଟି ହେଉଛି ଷୋଡ଼ଶ ଅର୍ଥ କମିଶନ କେନ୍ଦ୍ରୀୟ ଟିକସ ପୁଲରେ ରାଜ୍ୟଗୁଡ଼ିକର ଅଂଶଧନ କେତେ ପ୍ରତିଶତ ସ୍ଥିର କରିଛନ୍ତି? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି 41%। ଷୋଡ଼ଶ ଅର୍ଥ କମିଶନ ନିକଟରେ କେନ୍ଦ୍ରୀୟ ଟିକସ ରାଶିକୁ ରାଜ୍ୟଗୁଡ଼ିକୁ 41% ଅଂଶଧନ ପ୍ରଦାନ କରିବାକୁ ସୁପାରିଶ କରିଛନ୍ତି। ଏହି ସୁପାରିଶକୁ କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି, ଯାହାଦ୍ୱାରା ରାଜ୍ୟଗୁଡ଼ିକ ନିଜର ଆଭିମୁଖ୍ୟ ପୂରଣ କରିବାକୁ ଆବଶ୍ୟକୀୟ ପାଣ୍ଠି ପାଇପାରିବେ। ଏହା ପଞ୍ଚଦଶ ଅର୍ଥ କମିଶନଙ୍କ ଦ୍ୱାରା ନିର୍ଦ୍ଧାରିତ ପରିମାଣ ସହିତ ସମାନ ରହିଛି। ଏହି ପାଣ୍ଠି ବଣ୍ଟନ ପାଇଁ ଜନସଂଖ୍ୟା, ଭୌଗୋଳିକ ଅଞ୍ଚଳ ଏବଂ ଜଙ୍ଗଲ ଆବରଣ ପରି ବିଭିନ୍ନ ଦିଗକୁ ଧ୍ୟାନ ଦିଆଯାଇଥାଏ। 2026 ଏପ୍ରିଲ 1 ତାରିଖରୁ ଆଗାମୀ 5 ବର୍ଷ ପାଇଁ ଏହି ବ୍ୟବସ୍ଥା ଲାଗୁ ହେବ। ଏହା ଫେଡେରାଲ ବ୍ୟବସ୍ଥାରେ ରାଜ୍ୟଗୁଡ଼ିକର ଆର୍ଥିକ ସହାୟତାକୁ ସୁଦୃଢ଼ କରିବାରେ ସାହାଯ୍ୟ କରେ। କମିଶନ ଏଥିସହିତ ରାଜ୍ୟଗୁଡ଼ିକର ଆର୍ଥିକ ଅନୁଶାସନ ଉପରେ ମଧ୍ୟ ଗୁରୁତ୍ୱାରୋପ କରୁଛନ୍ତି। ଉନ୍ନୟନମୂଳକ କାର୍ଯ୍ୟ ପାଇଁ ସଠିକ ପାଣ୍ଠି ବିନିଯୋଗକୁ ସୁନିଶ୍ଚିତ କରିବା ଏହାର ମୂଳ ଉଦ୍ଦେଶ୍ୟ। ଏହି ପଦକ୍ଷେପ ଦ୍ୱାରା କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସନ୍ତୁଳିତ ଆର୍ଥିକ ସମ୍ପର୍କ ବଜାୟ ରହିବ। ପରବର୍ତ୍ତୀ କୋଶ୍ଚିନ୍ଟି ହେଉଛି କେନ୍ଦ୍ରୀୟ ବଜେଟ୍ 2026-27ରେ ଭାରତୀୟ ରେଳବାଇର ରୂପାନ୍ତରଣ ପାଇଁ କେତେ କୋଟି ଟଙ୍କାର ନିବେଶ ଘୋଷଣା କରାଯାଇଛି? ଏହାର ସଠିକ୍ ଉତ୍ତରଟି ହେଉଛି 2.93 ଲକ୍ଷ କୋଟି। ଭାରତ ସରକାର 2026-27 ବର୍ଷ ପାଇଁ ରେଳବାଇ କ୍ଷେତ୍ରରେ ଏକ ଐତିହାସିକ 2.93 ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ କରିବାକୁ ଘୋଷଣା କରିଛନ୍ତି। ଏହି ପାଣ୍ଠି ମୁଖ୍ୟତଃ ଯାତ୍ରୀ ସୁରକ୍ଷା, ନୂତନ ରେଳ ଲାଇନ୍ ବିଛାଇବା ଏବଂ ଆଧୁନିକୀକରଣ କାର୍ଯ୍ୟରେ ବ୍ୟବହାର ହେବ। କବଚ ନାମକ ସ୍ୱୟଂଚାଳିତ ଟ୍ରେନ୍ ସୁରକ୍ଷା ପ୍ରଣାଳୀକୁ ବ୍ୟାପକ କରିବା ପାଇଁ ବଜେଟ୍ରେ ପ୍ରାଥମିକତା ଦିଆଯାଇଛି। ଏହାଛଡ଼ା ଦେଶରେ ନୂତନ ହାଇସ୍ପିଡ୍ ରେଳ
କରିଡର ସ୍ଥାପନ ପାଇଁ ମଧ୍ୟ ଯୋଜନା ରହିଛି। ରେଳ ଷ୍ଟେସନଗୁଡ଼ିକର ପୁନର୍ବିକାଶ ଏବଂ ଯାତ୍ରୀମାନଙ୍କୁ ଉନ୍ନତ ସୁବିଧା ପ୍ରଦାନ କରିବା ଏହି ନିବେଶର ଅଂଶବିଶେଷ। ରେଳବାଇକୁ ପ୍ରଦୂଷଣ ମୁକ୍ତ ଏବଂ ଗ୍ରୀନ୍ ମୋଡ୍ ଅଫ୍ ଟ୍ରାନ୍ସପୋର୍ଟ ଭାବେ ଗଢ଼ି ତୋଳିବାକୁ ଲକ୍ଷ୍ୟ ରଖାଯାଇଛି। ଏହା ଭାରତର ପରିବହନ ବ୍ୟବସ୍ଥାକୁ ଏକ ବିଶ୍ୱସ୍ତରୀୟ ପରିଚୟ ଦେବାରେ ସାହାଯ୍ୟ କରିବ। ବିକଶିତ ଭାରତ ଗଠନ ଦିଗରେ ଏହି ପଦକ୍ଷେପ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପରବର୍ତ୍ତୀ କ୍ୱେଶ୍ଚିନ୍ଟି ହେଉଛି, ନିକଟରେ ଦେବିକା ସିହାଗ କେଉଁଠାରେ ନିଜର ପ୍ରଥମ BWF ସୁପର 300 ଟାଇଟଲ ଜିତିଛନ୍ତି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି, ଥାଇଲ୍ୟାଣ୍ଡ। ଭାରତର ଉଦୀୟମାନ ବ୍ୟାଡମିଣ୍ଟନ ତାରକା ଦେବିକା ସିହାଗ ଥାଇଲ୍ୟାଣ୍ଡ ମାଷ୍ଟର୍ସରେ ନିଜର ପ୍ରଥମ BWF ସୁପର 300 ମହିଳା ଏକକ ଟାଇଟଲ ଜିତିଛନ୍ତି। ମନେ ରଖିବେ, ମାତ୍ର 20 ବର୍ଷ ବୟସରେ ସେ ଏହି ସମ୍ମାନଜନକ ସଫଳତା ହାସଲ କରି ସାରା ଦେଶକୁ ଗର୍ବିତ କରିଛନ୍ତି। ଫାଇନାଲରେ ମାଲେସିଆର ଗୋ ଜିଙ୍ଗ ୱେ ଆହତ ହେବା ପରେ ଦେବିକାଙ୍କୁ ବିଜୟୀ ଘୋଷଣା କରାଯାଇଥିଲା। ସମଗ୍ର ଟୁର୍ଣ୍ଣାମେଣ୍ଟରେ ସେ ଗୋଟିଏ ହେଲେ ସେଟ୍ ନ ହାରି ନିଜର ପ୍ରାଧାନ୍ୟ ବିସ୍ତାର କରିଥିଲେ। ସେ କ୍ୱାର୍ଟର ଫାଇନାଲରେ ଶୀର୍ଷ ମାନ୍ୟତା ପ୍ରାପ୍ତ ଖେଳାଳିମାନଙ୍କୁ ହରାଇ ସମସ୍ତଙ୍କୁ ଚକିତ କରିଦେଇଥିଲେ। ବେଙ୍ଗାଲୁରୁରେ ପ୍ରଶିକ୍ଷଣ ନେଉଥିବା ଦେବିକା ଭବିଷ୍ୟତରେ ଭାରତୀୟ ବ୍ୟାଡମିଣ୍ଟନର ଏକ ବଡ଼ ଆଶା ଭାବରେ ପରିଣତ ହେଉଛନ୍ତି। ଏହି ବିଜୟ ତାଙ୍କର ଆତ୍ମବିଶ୍ୱାସ ବଢ଼ାଇବା ସହ ବିଶ୍ୱ ମାନ୍ୟତାରେ ମଧ୍ୟ ଉନ୍ନତି ଆଣିବ। ତାଙ୍କ ଖେଳିବାର ଶୈଳୀ ଏବଂ ଧୈର୍ଯ୍ୟ ଅତ୍ୟନ୍ତ ପ୍ରଶଂସନୀୟ। ପରବର୍ତ୍ତୀ କ୍ୱେଶ୍ଚିନ୍ଟି ହେଉଛି, ଭଗବାନ କାର୍ତ୍ତିକେୟଙ୍କୁ ସମର୍ପିତ ଥାଇ ପୁସମ୍ ଉତ୍ସବ 2026 କେଉଁ ରାଜ୍ୟରେ ଆୟୋଜିତ ହୋଇଥିଲା? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି, ତାମିଲନାଡୁ। ତାମିଲନାଡୁର ପ୍ରସିଦ୍ଧ ଧାର୍ମିକ ଉତ୍ସବ ଥାଇ ପୁସୁମ୍ 2026 ଫେବୃଆରୀ 1 ତାରିଖରେ ଅତ୍ୟନ୍ତ ଆଡମ୍ବରର ସହିତ ପାଳିତ ହୋଇଯାଇଛି। ଏହି ପର୍ବ ମୁଖ୍ୟତଃ ଭଗବାନ ମୁରୁଗାନ ବା କାର୍ତ୍ତିକେୟଙ୍କ ବିଜୟର ସ୍ମୃତିରେ ପାଳନ କରାଯାଇଥାଏ। ଭକ୍ତମାନେ ଏହି ଦିନ ନିଜର ମାନସିକ ପୂରଣ ପାଇଁ କାୱାଡି ଧାରଣ କରି ପଦଯାତ୍ରା କରିଥାନ୍ତି। ତାମିଲ ମାସ ଥାଇର ପୂର୍ଣ୍ଣିମା ଦିନ ଏହି ଉତ୍ସବ ଅନୁଷ୍ଠିତ ହୋଇଥାଏ, ଯେଉଁଥିରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଯୋଗ ଦିଅନ୍ତି। ଏହି ଦିନ ମାତା ପାର୍ବତୀ ଭଗବାନ ମୁରୁଗାନଙ୍କୁ ଅସୁର ସଂହାର ପାଇଁ ଏକ ଦିବ୍ୟ ଅସ୍ତ୍ର ଭେଲ ପ୍ରଦାନ କରିଥିଲେ। ଏହା କେବଳ ତାମିଲନାଡୁ ନୁହେଁ ବରଂ ମାଲେସିଆ ଏବଂ ସିଙ୍ଗାପୁର ପରି ଦେଶରେ ମଧ୍ୟ ବହୁଳ ଭାବରେ ପାଳିତ ହୋଇଥାଏ। ଉତ୍ସବରେ ପାରମ୍ପରିକ ସଙ୍ଗୀତ ଏବଂ ନୃତ୍ୟର ଏକ ସୁନ୍ଦର ପରିବେଶ ଦେଖିବାକୁ ମିଳେ। ଏହା ଧର୍ମ ଏବଂ ସଂସ୍କୃତିର ଏକ ଅନନ୍ୟ ମିଳନ ଅଟେ। ଶ୍ରଦ୍ଧାଳୁମାନଙ୍କର ଅଟୁଟ ବିଶ୍ୱାସ ଏହି ପର୍ବକୁ ସାଫଲ୍ୟମଣ୍ଡିତ କରିଥାଏ।